କାକଟପୁର ରାଜନୀତିର ଭୀଷ୍ମ ପିତାମା ଆଜି ଆମ ଗ୍ରହଣରେ ନାହାନ୍ତି। 43 ବର୍ଷ ବୟସରେ ଭୁବନେଶ୍ୱର ସ୍ଥିତ ବାସଭବନରେ ତାଙ୍କର ସକାଳୁ ସକାଳୁ ଦେହାନ୍ତ ଘଟିଛି। ଆମେ ଆସି ପହଞ୍ଚିଛୁ ତାଙ୍କର ପୈତୃକ ବାସଭବନ। ଇଏ ହଉଛି ସିଧାସଳଖ ଦୃଶ୍ୟ ଦେଖିପାରୁଥିବେ। ଇଏ ହଉଛି ତାଙ୍କର ଜନ୍ମସ୍ଥାନ, ଜନ୍ମମାଟି ଅଣକଣା ଗାଁ, ଅସ୍ତରଙ୍ଗ ବ୍ଲକର ଅଣକଣା ଗାଁରେ ଆମେ ଆସି ପହଞ୍ଚିଛୁ। ପ୍ରଥମେ ସେ ଅସ୍ତରଙ୍ଗ ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାବେ ମନୋନୀତ ହେବା ପରେ 7 ଥର ଏ ଅଞ୍ଚଳର ବିଧାୟକ ଭାବେ କାର୍ଯ୍ୟ କରି ଆସିଛନ୍ତି। ମନ୍ତ୍ରୀ ବି ମଧ୍ୟ ହୋଇଛନ୍ତି, ସବୁ ବିଭାଗର ମନ୍ତ୍ରୀ ଅଛନ୍ତି। ହରାଇକରି ସମସ୍ତେ ଆଜି ମର୍ମାହତ। ତାଙ୍କର ଯିଏ ଅଛନ୍ତି, ତାଙ୍କର ବନ୍ଧୁ ପରିଜନ ଅଛନ୍ତି, ତାଙ୍କ ପ୍ରତିକ୍ରିୟା ନେଇଯିବା। ଆଜ୍ଞା, କଣ କହିବେ? ଆଜି ସୁରବାବୁ ନାହାନ୍ତି। ବାବା ଆମେ ଚଲି ଯାଉଛନ୍ତି, ଆଜି ବହୁତ ଆମର ମନ ଦୁଃଖ। ସଂସାର ଭାସିଗଲା ଭଳିଆ ଲାଗୁଛି। ଆମକୁ ଯେତିକି ଭଲ ପାଆନ୍ତି, ଯେତିକି ବୁଦ୍ଧି ଦିଅନ୍ତି, ଯେତିକି କଥା ଶିକ୍ଷା ଦିଅନ୍ତି, ଯେତିକି ମତେ ଘର ଦୁଆର ଛାଡି ସଂସାର ଯାଇଛନ୍ତି, ଆଜି ମତେ ଦୁନିଆ ଅନ୍ଧାର ଦେଖା ଯାଉଛି। ନିଶ୍ଚିତ ଭାବରେ ସେ କହିପାରୁନାହାନ୍ତି, ଆଖିରୁ ଝରଝର ଲୁହ ଝରି ପଡୁଛି। ଆଉ ସେ ତାଙ୍କ ଭାଷାରେ ବି କହିପାରୁନାହାନ୍ତି, ଯାହା ତାଙ୍କ ଆଖିର ଲୁହ ହିଁ କହୁଛି। ଆଜି ଛାଡି ଚାଲି ଯାଇଛନ୍ତି, ତାଙ୍କ ବାପା ଆଜି ଛାଡି ଚାଲି ଯାଇଛନ୍ତି। ସୁରେନ୍ଦ୍ରନାଥ ନାୟକ ଚାଲି ଯାଇଛନ୍ତି। ତାଙ୍କରି ବୟସର ତାଙ୍କ ସାଙ୍ଗସାଥି ବି ଅଛନ୍ତି। ଆଜ୍ଞା, କଣ କହିବେ? ଆଜି ସୁରବାବୁ ଆମ ଗ୍ରହଣରେ ନାହାନ୍ତି। ସୁରବାବୁ 71 ସେ ବର୍ତ୍ତମାନ ପ୍ରଥମେ MLA ଠିଆ ହେଇଥିଲେ। ସେ ଦୀର୍ଘ 7 ଥର MLA ହେଇଛନ୍ତି। ବିଜୁ ବାବୁଙ୍କ ଅମଳରେ ସେ ରାଜସ୍ୱ ବିଭାଗ ମନ୍ତ୍ରୀ ହେଇଥିଲେ ଏବଂ ସେତେବେଳେ ମୁଁ ବଳଭଦ୍ରପୁର UGMରେ ପ୍ରାଇମେରୀ ସ୍କୁଲ ମାଷ୍ଟର ଥିଲି। ମୁଁ କାନ୍ଥ ପଡ଼ି ମୋ ଗୋଡ଼ ଭାଙ୍ଗିଗଲା, ମୋ ଗୋଡ଼ ଦିଗର ହେଇଗଲା। ମୁଁ ସେଦିନ କ'ଣ ଓଡ଼ିଶା ବନ୍ଦ ଥିଲା, ମୁଁ କଟକ ପଳେଇଲି। ତା ପରଦିନ ସୁରବାବୁ ଆଉ ବାବୁ ତାଙ୍କ ପୁଅ ପହଞ୍ଚିଲେ ଯାଇ କଟକରେ। ସେଇଠି ମୋ ଗୋଡ଼ ବ୍ୟାଣ୍ଡେଜ ହେଲା। ମୁଁ 6 ମାସ ତାଙ୍କ ପାଖରେ ରହିଥିଲି। ତାଙ୍କ ଖଟ ଫଟ ସବୁ ମୋ ପାଇଁ ଛାଡ଼ିଦେଲେ। ପିତୃତୁଲ୍ୟ ଲୋକ ସେ। ମୋତେ 67 ମସିହାରେ ମାଇନର ସ୍କୁଲରେ ସେ ରଖିଥିଲେ। ଆଜ୍ଞା, ତାଙ୍କ ଭଳିଆ ଲୋକ ମିଳିବେନି। ସେ ବହୁ ଗରିବ ଦୁଃଖୀ ରଙ୍କି ଦୀର୍ଘ 7 ଥର ସେ MLA ହେଲେ। ଯେତେ କାକଟପୁର ଥାନା ଲୋକ ଯିବେ ଆଜ୍ଞା, ସମସ୍ତଙ୍କର ପଇସା ମାଗଣା। ସବୁ ଯାକ ପଇସା, ତାଙ୍କ ପଇସା ସବୁ ରୋଗୀଙ୍କ ସେବାରେ ଚାଲି ଯାଉଥିଲା। ଆଜ୍ଞା, ନିଶ୍ଚିତ ଭାବରେ ଆପଣ ଶୁଣିପାରୁଥିବେ, ରୋଗୀଙ୍କ ପାଇଁ ସେ ଦେବଦୂତ ଥିଲେ। ଲୋକଙ୍କ ସେବାରେ ହିଁ ତାଙ୍କର ରାଜନୈତିକ କ୍ୟାରିୟର ଆରମ୍ଭ କରି ଲୋକଙ୍କ ସେବା ହିଁ କରିଥିଲେ। ବାତ୍ୟା ହଉ, ବନ୍ୟା ହଉ, ସବୁବେଳେ ଲୋକଙ୍କ ସାଥିରେ ଥିଲେ। ତାଙ୍କର ପୁତୁରା ଅଛନ୍ତି, ତାଙ୍କର ପ୍ରତିକ୍ରିୟା ନେବା। ଆପଣ କଣ କହିବେ? ଆଜି ଆପଣଙ୍କ ବଡ ବାପାଙ୍କୁ ହରାଇଛନ୍ତି। ସୁରବାବୁ ଦେବତୁଲ୍ୟ ଲୋକ ଥିଲେ, ତାଙ୍କୁ ଆଜି ଆମେ ହରାଇକି ବହୁତ ଦୁଃଖିତ। ତେଣୁକରି ଆମେ ଆଉ କିଛି କହିପାରିବୁନି। ସେଥିପାଇଁ ବହୁତ ଦୁଃଖିତ, ଆମେ ବହୁତ ମର୍ମାହତ ଅଛି। ନିଶ୍ଚିନ୍ତ ଭାବରେ ଗାଁ କାନ୍ଦୁଛି, ଅଞ୍ଚଳ କାନ୍ଦୁଛି। ତେବେ ଆମ ସହିତ ଆଉ ଜଣେ ଅଛନ୍ତି, ଏ ଅଞ୍ଚଳର ପୁଅ ଅଛନ୍ତି। ତାଙ୍କ ସହିତ ସେ ଦୀର୍ଘ ଦିନ ଧରି ତାଙ୍କ ସହିତ ଥିଲେ। ତାଙ୍କୁ ଏମିତିକି ଗାଡିରେ ନେଇକିରି ଯାଆନ୍ତି। ଯେତେବେଳେ ସେ ଆସନ୍ତି, ତାଙ୍କୁ ମୋଟର ସାଇକେଲରେ ବସେଇ ସେ ଗାଁ ଗାଁ ବୁଲନ୍ତି, ଲୋକଙ୍କ ପାଖକୁ ପହଞ୍ଚାନ୍ତି। ଆଜ୍ଞା, ଆଜି ଆପଣ ସୁରବାବୁଙ୍କୁ ହରାଇଛନ୍ତି, କଣ କହିବେ? ଦେଖନ୍ତୁ, ବଡ଼ ଦୁଃଖ ଘଟଣା। କାକଟପୁର ଅସ୍ତରଙ୍ଗ ଅଞ୍ଚଳ ମୁରବି ଶୂନ୍ୟ ହେଇଗଲା ବୋଲି ଭାବିବି। ସୁରବାବୁଙ୍କୁ ପଞ୍ଚାୟତ ସମିତି ରାଜନୀତିରୁ ତାଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ ହୋଇଥିଲା ଏବଂ ପଞ୍ଚାୟତ ସମିତିରୁ ସେ ଉପବାଚସ୍ପତି ହେଇ ତାପରେ ବିଭିନ୍ନ ବିଭାଗର ମନ୍ତ୍ରୀ ମଧ୍ୟ ସେ ହେଇଛନ୍ତି ଓଡ଼ିଶା ସରକାରଙ୍କର। ତାଙ୍କୁ ମାନେ ମୁଁ କିଛି ଭାବି ପାରୁନି, ମାନେ ବିଶ୍ୱାସ ବି କରିପାରୁନି ଯେ ଆଜି ସକାଳୁ ସକାଳୁ ଏଭଳି ଗୋଟେ ଦୁଃଖଦ ଘଟଣା ଆମ ପାଖରେ ପହଞ୍ଚିବ। ଆମ ଏ ଅଞ୍ଚଳଟା ମୁରବି ଶୂନ୍ୟ ହେଇଯିବ। ସେ ଖଟିଖିଆ, ନିର୍ବଳ, ନିଷ୍ପେଷିତ ଗରିବ ଜନତାର ସାଥୀ ଥିଲେ। ସେ ତାଙ୍କୁ ସବୁବେଳେ ସାହାଯ୍ୟ କରୁଥିଲେ। ଯିଏ ଯେତେ ଅସୁବିଧାରେ ଥିଲେ ମଧ୍ୟ ସେ ସବୁବେଳେ ସାହାଯ୍ୟ କରୁଥିଲେ, ସବୁବେଳେ ଆଗେଇ ଆସନ୍ତି ସାହାଯ୍ୟ କରିବା ପାଇଁ। ଆଜି ଦେଖନ୍ତୁ, ସେ ଏଇ ଅଞ୍ଚଳରେ ଯୋଉ ଜଙ୍ଗଲ 1972 ମସିହାରେ ଜଙ୍ଗଲ ଆସିଛି, ସେ ଜଙ୍ଗଲ ସୃଷ୍ଟି କରିବାର ଅନ୍ୟତମ ନାୟକ ଥିଲେ ସୁରେନ୍ଦ୍ରନାଥ ନାୟକ। ସେ ଏଠି ଯୋଉ ଝାଉଁ ଜଙ୍ଗଲ ଦେଖୁଛନ୍ତି, ବିସ୍ତୀର୍ଣ୍ଣ ଝାଉଁ ଜଙ୍ଗଲ, ତାକୁ ସୃଷ୍ଟି କରିବା ପାଇଁ ସେ ମଧ୍ୟ ଜଣେ ଅନ୍ୟତମ ନାୟକ ଥିଲେ। ବର୍ତ୍ତମାନ ବିଶ୍ୱ ପାଳନ କରୁଛି ବା ଭାରତ ପାଳନ କରୁଛି ବନ୍ୟ ମହୋତ୍ସବ ସପ୍ତାହ। এই ବନ ମହୋତ୍ସବ ସପ୍ତାହରେ ମୁଁ ଅନ୍ତତଃ ପକ୍ଷେ ସୁର ବାବୁଙ୍କୁ ଭଲ ପାଉଥିବା ପ୍ରତ୍ୟେକଟି ମଣିଷଙ୍କୁ ଅନୁରୋଧ କରିବି, ସେ ସୁର ବାବୁଙ୍କ ନାଁରେ ଗୋଟିଏ ଗଛଟିଏ ଲଗେଇ, ସିଏ ଯେମିତି ଜଙ୍ଗଲକୁ ଭଲ ପାଉଥିଲେ ସେଇଭଳି ଭାବରେ ସେମାନେ ତାଙ୍କ ନାଁରେ ଗୋଟିଏ ଗଛଟିଏ ଲଗାନ୍ତୁ। ଏହା ମୋର ସୁର ନାୟକକୁ ଭଲ ପାଉଥିବା ମଣିଷମାନଙ୍କ ପାଇଁ ଅନୁରୋଧ ରହିବ। ଦ୍ୱିତୀୟ କଥା ହେଉଛି, ମୁଁ ତାଙ୍କ ସାଙ୍ଗରେ ରାଜନୈତିକ ଦୃଷ୍ଟିକୋଣରୁ କେବେ ମିଶି ନଥିଲି। ମୁଁ ତାଙ୍କୁ ଗୋଟେ ନିଜର ଗାର୍ଡିଆନ ଭାବିଥିଲି, ନିଜର ଗୋଟେ ଅଭିଭାବକ ଭାବିକି ତାଙ୍କ ସହିତ ମିଶିଥିଲି ଏବଂ
ସେ ଯେତେବେଳେ ଦେଖିଲେ ମତେ ମୋ ନାଁରେ ନ ଡାକି ଟୋକା ବୋଲି ଡାକନ୍ତି, ଆରେ ଟୋକା ଶୁଣିଲେ ଟିକେ ବିଭିନ୍ନ ବିଷୟରେ ଆଲୋଚନା କରନ୍ତି, ଏ ଅଞ୍ଚଳର କିପରି ଉନ୍ନତି ହେଇପାରିବ, ଏ ଅଞ୍ଚଳରେ ଆଉ କଣ କଣ ଆବଶ୍ୟକତା ରହିଛି, ବିଭିନ୍ନ ବିଷୟରେ ସେ ଆଲୋଚନା କରିଥାନ୍ତି। ତେଣୁ ତାଙ୍କ ଭଳିଆ ଜଣେ ରାଜନେତା, ଜଣେ ସଚ୍ଚା ନେତୃତ୍ୱ ଏ ଅଞ୍ଚଳ ହରେଇଛି, ଆଉ ଜଣେ ଗାନ୍ଧୀବାଦୀ, ଗାନ୍ଧୀ ଦର୍ଶନକୁ ଭଲ ପାଉଥିବା ମଣିଷକୁ ଏ ଅଞ୍ଚଳ ହରେଇଛି। ଆମେ ତାଙ୍କର ଅମର ଆତ୍ମାର ସଦ୍ଗତି କାମନା କରୁଛି। ଭଗବାନ ତାଙ୍କୁ, ସେ ଯୋଉଠି ରହିଲେ ମଧ୍ୟ ତାଙ୍କୁ ଶାନ୍ତିରେ ରଖନ୍ତୁ, ଏତିକି କାମନା କରିବି। ନିଶ୍ଚିନ୍ତ ଭାବରେ ଆପଣ ଶୁଣିପାରୁଥିବେ କାକଟପୁରର ଗାନ୍ଧୀବାଦୀ ନେତାକୁ ଆଜି ସମସ୍ତେ ହରେଇ ସମସ୍ତେ ତାଙ୍କୁ ଝୁରୁଛନ୍ତି। ତାଙ୍କ ଆବର୍ତ୍ତନରେ ସମସ୍ତେ ମର୍ମାହତ। କାକଟପୁରରୁ ମାନସ ନନ୍ଦିଘୋଷ ଟିଭି।